ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଖଇରା ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା ଖଇରା ବ୍ଲକ ପରିସରରେ ଶିକ୍ଷକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜକ ଖଇରା ବ୍ଲକର ସମସ୍ତ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଓ ଅନୁଷ୍ଠାନ ଓ ଜନସାଧାରଣଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ସଭା ହୋଇଯାଇଛି। ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ ଓ ବୁଦ୍ଧିରାମ ପାଣିଗ୍ରାହୀ ବେଦପାଠ ଉଚ୍ଚାରଣ କରିଥିଲେ। ସ୍ୱର୍ଗତ ନାୟକଙ୍କ ଧରାବତରଣ 16 ଅକ୍ଟୋବର 1951 ମସିହା, ସ୍ୱର୍ଗାରୋହଣ 4 ଅକ୍ଟୋବର 2024 ମସିହା ଥିଲା। ଏହା ପ୍ରାୟତଃ ପ୍ରାଧ୍ୟାପକ ଉମେଶ ଚନ୍ଦ୍ର ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ସଭାପତିତ୍ୱ କରିଥିଲେ। ପ୍ରାକ୍ତନ ଶିକ୍ଷକ ଅନ୍ତର୍ଯ୍ୟାମୀ ପାତ୍ର ସହଯୋଗ କରିଥିଲେ ବୁଦ୍ଧିରାମ ପାଣିଗ୍ରାହୀ। ବିଭିନ୍ନ ଅନୁଷ୍ଠାନ ଓ ସଂଗଠକ ତଥା ଜନସାଧାରଣ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ। ଆଇନଜୀବୀ ଶ୍ରୀ ନିରଞ୍ଜନ ବେହେରା, ପ୍ରାକ୍ତନ ଅଧ୍ୟକ୍ଷ ମୁକ୍ତିକାନ୍ତ ଶତପଥୀ, ବସନ୍ତ କୁମାର ଖିଲାର, ସନ୍ତୋଷ କୁମାର ଶତପଥୀ, ଦେବେନ୍ଦ୍ର କୁମାର ରାଉତ, ନାରାୟଣ ପ୍ରସାଦ ପେଡ଼ା, ଡକ୍ଟର ହରେକୃଷ୍ଣ ରାଉତ, ବିମଳେନ୍ଦୁ ଜେନା, ଖଇରା ପୂର୍ବତନ ସରପଞ୍ଚ ସୁଦର୍ଶନ ସେଠୀ, ସାର୍ଥିକ ପରିଡ଼ା, 4 ନମ୍ବର ଜୋନ୍ର ଜିଲ୍ଲା ପରିଷଦ ରଶ୍ମିତା ମହାପାତ୍ର, ବିମନ କୁମାର ବାରିକ, ପ୍ରଶାନ୍ତ କୁମାର ଦାସ, ସୁଦାମଚରଣ ରାଉତ, ସମାଜସେବୀ କୁଞ୍ଜଲତା ମାହୁନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରତିଭା ପରିବାର, ଜନଜାଗରଣ ମଞ୍ଚ, ମୁକୁନ୍ଦ ପ୍ରସାଦ ଦାସ ସ୍ମୃତି କମିଟି, ସାହିତ୍ୟ ସଂସଦ ଅନୁଷ୍ଠାନ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଖଇରାରୁ ପଦ୍ମଲୋଚନ ଦାସଙ୍କ ରିପୋର୍ଟ, ରୂପଥାଳି ଆନେୟ।